ଯେକୌଣସି ପୂଜା ହଉ ବ୍ରତ ହଉ ଆପଣ ଏଇ ବିନା ପିଆଜ ରସୁଣରେ ଆପଣ ମିକ୍ସ ଭେଜ ଆଜି ଆପଣ ମୁଁ ବନେଇକି ଦେଖିବେ। ଆଗକୁ ତ ଆସୁଛି ଶିବରାତ୍ରି ଆଉ ଶିବରାତ୍ରିରେ ଯୋଉମାନେ ପିଆଜ ରସୁଣ ଖାଉନଥିବେ ସେମାନେ ଏଇ ରେସିପି ଥରେ ନିହାତି ଭାବରେ ଟ୍ରାଏ କରିପାରିବେ। ତ ନମସ୍କାର ଦର୍ଶକ ବନ୍ଧୁ, ଏମାନ କିଚେନକୁ ଆପଣ ମାନଙ୍କୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏଇ ବିନା ପିଆଜ ରସୁଣ ମିକ୍ସ ଭେଜ ର ରେସିପି। ଏଇଠି ଦେଖନ୍ତୁ ମୁଁ ଗୋଟେ ଆଳୁ ନେଇଛି, ଫାଳ କ୍ୟାପସିକମ ନେଇଛି, ଏଇଠି କିଛି ମଟର ସଜନା ଛୁଇଁ ନେଇଛି, ବିଟ୍ ନେଇଛି, ଖମ୍ବ ଆଳୁ ନେଇଛି, ଗାଜର ନେଇଛି, ଫୁଲକୋବି ନେଇଛି, ମୂଳା ନେଇଛି। ଆପଣ ଚାହିଁଲେ ବିନ୍ସ, ନାଡୁକା ଆପଣ ଯେକୌଣସି ପରିବା ଏଥିରେ ଆଡ କରିପାରିବେ, କିନ୍ତୁ ମୋ ପାଖରେ ଯେତିକି ପରିବା ଥିଲା ମୁଁ ସେତିକି ଆଡ କରିଛି। ଏଠି ଗୋଟେ ଟମାଟୋ ନେଇଛି, ଆଉ କିଛି କଞ୍ଚା ଲଙ୍କା ଆଉ ଅଦାକୁ ନେଇଛି, 2 ଚାମଚ ପୋସ୍ତ ନେଇଛି, 2ଟା କାଜୁ ନେଇଛି, ଗୋଟେ ଛୋଟ ଚାମଚ ଚାରମଗଜ ନେଇଛି। ତାକୁ ଆମେ ପାଣିରେ ଅଳ୍ପ ବତୁରାଇକି ରଖିଦବା। ତାପରେ ରିଫାଇନ ତେଲ ଦେଇକି ଦେଖନ୍ତୁ ପ୍ରଥମେ ଆଳୁ ଓ ଖମ୍ବ ଆଳୁକୁ ଭାଜି ନେବା। ତେଲ ଗରମ ହେଲା ପରେ ଆଳୁ ଆଉ ଖମ୍ବ ଆଳୁକୁ ହାଲକା ଗୋଲ୍ଡେନ ହେଲା ପର୍ଯ୍ୟନ୍ତ ଆମେ ଭାଜି ନେବା। ଆପଣ ଚାହିଁଲେ ଏକ୍ସଟ୍ରା ତେଲ ଦେଇକି ବି ତାକୁ ଛାଣି ପାରିବେ, କିନ୍ତୁ ଏଇଠି ମୁଁ ଅଳ୍ପ ତେଲ ଦେଇକି ତାକୁ ଭଲ ଭାବରେ ଛାଣି ନଉଛି। ଦେଖିପାରୁଥିବେ ଏଠି ଖମ୍ବ ଆଳୁ ଆଉ ଆଳୁ ଭଲ ଭାବରେ ସିଝିଯାଇଛି, କଲର ମଧ୍ୟ ତାର ଭଲ ଆସି ତାକୁ ଆମେ କାଢିଦବା। ତାପରେ ଏଠି ଗାଜର ଆଉ ସଜନା ଛୁଇଁକୁ ମୁଁ ଏଠି ଭାଜି ନଉଛି। ତାକୁ ଭଲ ଭାବରେ ଏଇଭଳିଆ ଯୋଉ ପରିବା ଟିକେ ସିଝିବା ପାଇଁ ସମୟ ଲାଗେ ତାକୁ ଆମେ ପ୍ରଥମେ ଭାଜି ନେବା। ତାପରେ ଏଠି ଦେଖନ୍ତୁ ସେଟା ହେଇଗଲା ପରେ କୋବିକୁ ଦେଇଛି। କୋବିକୁ ଯେତେବେଳେ ଆପଣ ଭାଜୁଛନ୍ତି ତାକୁ ଭଲସେ ପାଣି ପୋଛିକି ତାକୁ ଭାଜିବେ, ନହେଲେ ଏଇଭଳିଆ ପାଣି ଛିଟିକିବ। ତାପରେ ଏଠି ଦେଖନ୍ତୁ ମୂଳା ଆଉ ବିଟକୁ ମୁଁ ଦେଇକି ଭଲ ଭାବରେ ତାକୁ ପୁଣି ଭାଜି ନେବା। ଏଠି ମୂଳା ଆଉ ଦେଖନ୍ତୁ ଭଲ ଭାବରେ ଏଠି ତାକୁ ଭାଜି ହେଇଛି। ଆକୁ ଆମେ କାଢି ନେବା ଗୋଟେ ପ୍ଲେଟରେ। ତାପରେ ଦେଖନ୍ତୁ ଲାଷ୍ଟରେ ସବୁଠୁ କ୍ୟାପସିକମ ଦେଇକି ଆମେ ହାଲକା ଖାଲି ଏପଟ ସେପଟ କରିକି ଭାଜି ନେବା। ଯେହେତୁ ତେଲ ଗରମ ଅଛି ଦେଖନ୍ତୁ ଏଠି କାଢି ନେବା, ବେଶୀ କଲର ତାକୁ ଭାଜିବାନି, ଏଇଭଳିଆ ହାଲକା କରିକି ତାକୁ ଭାଜି ନେବା। ତାପରେ ସେମ ତେଲରେ ଆମେ ତାକୁ ରଖିଦବା। ଦେଖନ୍ତୁ ଏ ଗୋଟେ ବଡ ଚାମଚ ଲଙ୍କା ଗୁଣ୍ଡ ନେଇଛି, 1/4 ଟିସ୍ପୁନ ହଳଦୀ ଗୁଣ୍ଡ, 1/4 ଟିସ୍ପୁନ ଜିରା ଗୁଣ୍ଡ ଦେଇକି ପାଣିକୁ ଆମେ ଅଳ୍ପ ଦେଇକି ଭଲ ଭାବରେ ପେଷ୍ଟ ଗୋଟେ ବନେଇ ନବା। ଯେହେତୁ ଆମେ ଏଠି ପିଆଜ ରସୁଣ ୟୁଜ କରୁନେ, ସେଇପାଇଁ ଦେଖନ୍ତୁ ଏଇଭଳିଆ ମସଲା ଆମେ ଏଠି ବନେଇ ନବା। ଆଉ ଦେଖନ୍ତୁ କାଜୁ ଓ ପୋସ୍ତକୁ ବି ମୁଁ ବାଟିକି ନେଇ ଆସିଛି। ଏଠି ଆଉ ଅଳ୍ପ ରିଫାଇନ ତେଲ ଦେଇଦବା। ଯେହେତୁ ଆମେ ବିନା ପିଆଜ ରସୁଣରେ ବନାଉଛେ, ଏଠି ମୁଁ ରିଫାଇନ ତେଲ ନେଇଛି। ଆପଣ ଯଦି ସରିଷ ତେଲ ଖାଉଥିବେ ତାହେଲେ ସରିଷ ତେଲ ବି ନେଇପାରିବେ। ତାପରେ ଏଠି ଜିରା, ଶୁଖିଲା ଲଙ୍କା, ତେଜପତ୍ରକୁ ହାଲକା ଫୁଟିଲା ପରେ ଦେଖନ୍ତୁ ଯୋଉ ଆମେ ପେଷ୍ଟ ବନେଇଥିଲେ ତାକୁ ଦେଇକି ଭଲ ଭାବରେ ମିଶେଇଲା ପରେ ଏଠି ଯୋଉ ଆମେ ଟମାଟୋ ଅଦା ଆଉ କଞ୍ଚା ଲଙ୍କାକୁ ବାଟିକି ରଖିଥିଲେ ତାକୁ ଦେଇକି ଭଲ ଭାବରେ ଆମେ ମିଶେଇ ନେବା। ଯେହେତୁ ଟମାଟୋଟା ଆମର କଞ୍ଚା ଅଛି ତାକୁ ଭଲ ଭାବରେ ଏଠି ଆମେ ତାକୁ ସିଝେଇ ନେବା। ସ୍ଵାଦ ଅନୁସାରେ ଲୁଣ ଦେଇକି ଏଇଭଳିଆ ଦେଖନ୍ତୁ 1 ମିନିଟ ତାକୁ ଭଲ ଭାବରେ ଏଇଭଳିଆ ମିଶେଇଲା ପରେ ଏଠି ଲୁଣ ଦେଇଦବା। ତାପରେ ତାକୁ ଆମେ କଭର କରି ନବା। ଭଲ ଭାବରେ ପୁଣି ଗୋଳେଇ ନବା। ଚ୍ୟାନେଲରେ ଯଦି ନୂଆ ଦେଖୁଛନ୍ତି ପ୍ଲିଜ ସବସ୍କ୍ରାଇବ କରନ୍ତୁ। ଭିଡିଓର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜମାରୁ ସ୍କିପ କରନ୍ତୁ ନାହିଁ। ଏ ଦେଖନ୍ତୁ ଘୋଡଣି କାଢିଲା ପରେ ଏଠି ଦେଖିପାରୁଥିବେ ତା ଷ୍ଟ୍ରକ୍ଚର ଏଠି ହାଲକା ଆମ ଟମାଟୋ ଟା ସିଝି ଆସିଛି। ଏଇ ଷ୍ଟେଜରେ ଆମେ କାଜୁ ବଟାକୁ ଦେଇଦବା। କାଜୁ, ଚାରମଗଜ ଆଉ ପୋସ୍ତ ବଟାକୁ ଦେଇକି ଭଲ ଭାବରେ ପୁଣି କଣ୍ଟିନ୍ୟୁସଲି ଆପଣ ଚଲେଇନା, ଯେହେତୁ କାଜୁ ଦେଇଛେ ତଳେ ନହେଲେ ଲାଗିଯିବ। ଆକୁ ମିଡିୟମ ଟୁ ଲୋ ଫ୍ଲେମ ରେ ହିଁ କଷି ନେବେ, ତାକୁ କଭର କରିନେବେ, ନହେଲେ ଛିଟିକିବ। ଯେହେତୁ ଆମେ କାଜୁ ଦେଇଛେ ବହୁତ ଭାବରେ ଟମାଟୋ ବି ଅଛି ସେଥିପାଇଁ ଛିଟିକିବ। ତାକୁ କଭର କରି ଏଇଭଳିଆ ତାକୁ ମିଶେଇ ନେବା ଭଲ ଭାବରେ। ତେଲ ଛାଡିଲା ପର୍ଯ୍ୟନ୍ତ ଦେଖିପାରୁଥିବେ ଏଠି ତେଲ ହାଲକା ଭାବରେ ଛାଡି ଦେଇଛି। ଭଲ ଭାବରେ ଛାଡି ହେଇଛି। ଏଇ ଷ୍ଟେଜରେ ଆମେ ଭାଜି ରଖିଥିବା ସବୁ ପରିବାକୁ ଦେଇକି ଭଲ ଭାବରେ 2 ରୁ 3 ମିନିଟ ଭଲ ଭାବରେ ମିଶେଇ ନେବା। ମସଲା ସହିତ ଯେତେ ଭଲ ଭାବରେ ଆମର ପରିବା ସବୁ ମିଶିବ ସେତେ ଖାଇବାକୁ ଟେଷ୍ଟ ଲାଗିବ। ଦେଖନ୍ତୁ ଏଇଟା ଆମେ କଭର କରିକି ତାକୁ ଆମେ 5 ମିନିଟ କଷି ନେବା ଏଇଭଳିଆ। ଦେଖନ୍ତୁ କଭର କାଢିକି ଦେଖଉଛି ଏଠି ଭଲ ଭାବରେ ତାକୁ ପୁଣି ମିଶେଇ ନେବା। ଦେଖିବା ଯେ ଆପଣ ପରିବା ଗୁଡିକୁ ସିଝିଛି କି ନାହିଁ। ଦେଖିପାରୁଥିବା ଷ୍ଟ୍ରକ୍ଚର ଯେହେତୁ ବିଟ୍ ଦେଇଛେ ତାର କଲର ଛାଡିବା ଆରମ୍ଭ କରିଛି। ପୁଣି ଆକୁ ଆମେ କଭର କରିନେବା। ଟୋଟାଲ ଆକୁ ଆମେ 5 ମିନିଟ ଏଇଭଳିଆ କଭର କରିକି କଷି ନେବା। ଦେଖିପାରୁଥିବେ ତେଲ ଛାଡିଦେଲାଣି, ମାନେ ପରିବା ଟା ଆମର ଭଲ ଭାବରେ ମସଲା ସହିତ ମିଶି ହେଇ ଆସିଛି। ଦେଖିପାରୁଥିବେ ଏଇଠି ପରିବାଟା ବି ମଧ୍ୟ ଭଲ ଭାବରେ ସିଝି ଯାଇଛି। ଏଇ ଷ୍ଟେଜରେ ଆମେ ଯେତିକି ଗ୍ରେଭି ରଖିବା ସେଇ ଅନୁସାରେ ପାଣି ଦେଇକି ପରିବାଟା ବି ମଧ୍ୟ ଆମର ଭଲ ଭାବରେ ସିଝିବ। ସେତିକି ଅନୁସାରେ ପାଣି ଦେଇକି ତାକୁ ପୁଣି 5 ମିନିଟ କଭର କରିନେବା। ହାଇ ମିଡିୟମ ଫ୍ଲେମ। ତାପରେ ଦେଖନ୍ତୁ କିଛି ମସଲା ମୁଁ ବନେଇ ନଉଛି। ଏଇଠି ଗୋଟେ ବଡ ଗୁଜୁରାତି ଦେଇଛି, ଛୋଟ ଗୁଜୁରାତି, ଡାଲଚିନି ଭଲ ଭାବରେ ଗୁଣ୍ଡ କରି ତାକୁ ପକେଇକି ତାପରେ ସ୍ୱାଦକୁ ବାଲାନ୍ସ କରିବା ପାଇଁ 1 ଚାମଚ ମୁଁ ଚିନି ଦେଇଛି। ତାପରେ ଆମେ କ୍ୟାପସିକମକୁ ଆଡ କରିକି ଭଲ ଭାବରେ ପୁଣି ମିଶେଇକି ଆଉ କିଛି ସେକେଣ୍ଡ ପାଇଁ ଏଇଭଳିଆ କଭର କରିନେବା। ଯାହା ଦ୍ଵାରା କ୍ୟାପସିକମ ର ବାସ୍ନା ଟା ଭଲ ଭାବରେ ମିକ୍ସ ଭିତରେ ଯାଇପାରେ।
ତାପରେ ଦେଖନ୍ତୁ ତାକୁ ଅଳ୍ପ କିଛି ଧନିଆ ପତ୍ର ଗାର୍ନିସ୍ କରି ତାକୁ ଓହ୍ଲେଇ ଦେବେ। ଆକୁ ଆପଣ ଯେକୌଣସି ସେ ପଲଉ ହଉ କିମ୍ବା ଜିରା ରାଇସ୍ ହଉ, ଫ୍ରାଏ ରାଇସ୍ ହଉ କିମ୍ବା ରୁଟି ଭାତ ସବୁଥିରେ ଖାଇପାରିବେ। ଖାଇବାକୁ ବହୁତ ହି ଟେଷ୍ଟି। ତ ନିହାତି ଭାବରେ ଟ୍ରାଏ କରନ୍ତୁ ମୋର ଏଇ ରେସିପି। ଆଉ ଆପଣମାନଙ୍କୁ କେମିତି ଲାଗିଲା ଆଜିକାର ମୋର ଏଇ ମିକ୍ସ ଭେଜ ରେସିପି ନିହାତି ଭାବରେ କମେଣ୍ଟ କରିକି କହିବେ। ଆଉ ଚ୍ୟାନେଲରେ ନୂଆ ଅଛନ୍ତି ଯଦି ପ୍ଲିଜ ସବସ୍କ୍ରାଇବ କରି ପାଖରେ ଥିବା ଅଲ୍ ବଟନକୁ ସିଲେକ୍ଟ କରିନେବେ। ଫେସବୁକ୍ ପେଜରେ ଫଲୋ କରି ସେଥିପାଇଁ ବାଏ ନମସ୍କାର ଜୟ ଜଗନ୍ନାଥ। ଦେଖା ହବ ନେକ୍ସଟ ବ୍ଲଗରେ।